2025 ବର୍ଷର ଗ୍ରହ ଚଳନ ପରିପ୍ରେକ୍ଷୀରେ ଶନି ଚଳନ ସବୁଠାରୁ ଗୁରୁତ୍ୱ ବହନ କରେ। 29 ବର୍ଷରେ ଥରେ ସମ୍ପୂର୍ଣ୍ଣ ରାଶିଚକ୍ରକୁ ଶନି ପ୍ରଦକ୍ଷିଣ କରିଥାନ୍ତି ଏବଂ ଗୁରୁତ୍ୱ ଏବଂ ଗୌରବର ବିଷୟ ଶନି ମୀନ ରାଶିରେ ପ୍ରବେଶ କରିବେ। ମୀନ ରାଶିରେ ପ୍ରବେଶ କରିବା ସମୟରେ ଆପଣଙ୍କର ପ୍ରାୟତଃ ରାଷ୍ଟ୍ର ବିପ୍ଳବ ଏବଂ ଦବି ଦୁର୍ବିପାକ, ଟ୍ରେନ୍ ଦୁର୍ଘଟଣା ଇତ୍ୟାଦି ସମସ୍ୟା ସମାଜରେ ହୋଇଥାଏ ଏବଂ ଶନିଙ୍କର ଚଳନରେ ଯଦି ଆମେ ଦେଖିବା ବିଶ୍ୱ ପାଇଁ ଏକ ଆତଙ୍କିତ ପରିସ୍ଥିତି ସୃଷ୍ଟି ହେବ। ତୃତୀୟ ବିଶ୍ୱଯୁଦ୍ଧର ଆଶା କରାଯାଏ ଏବଂ ୟୁକ୍ରେନ୍ ରୁଷିଆ ଯୁଦ୍ଧ ପ୍ରାୟତଃ ବିଭୀଷିକାମୟ ହେବ ଏବଂ ବିଶ୍ୱରେ ଅନେକ ସ୍ଥାନରେ ପ୍ରାୟ ଯୁଦ୍ଧ ଭୟ ରହିବ। ଆଣବିକ ଅସ୍ତ୍ରର ପ୍ରୟୋଗ ଦ୍ୱାରା ବିଶ୍ୱବାସୀ କ୍ଷତି ହେବେ ଏବଂ ଏ ବର୍ଷରେ ଶନିଙ୍କର ପ୍ରଭାବ ଏତେ ମାତ୍ରାରେ ରହିବ ଯେ 29 ମାର୍ଚ୍ଚ ପରେ ପ୍ରାୟତଃ ପ୍ରଜା ଆନ୍ଦୋଳନ ସବୁ ଦେଶରେ ପ୍ରାୟତଃ ରହିବ ଏବଂ ଯଦି ଭାରତ ପରିପ୍ରେକ୍ଷୀରେ ଦେଖିବା ତାହାର ନିଆରା ପ୍ରଭାବ ରହିବ। ଭାରତ ପାଇଁ ଏକ ସୁସମ୍ବାଦ ବା ଆପଣଙ୍କ ସୁଖପ୍ରଦ ଶନି ଚଳନ ବୋଲି ଆଶା କରାଯାଏ, କାରଣ ଶନି ମୀନ ଲଗ୍ନରେ ବା ମୀନ ରାଶିରେ ଆସିବେ। ଯେହେତୁ ଭାରତ ମୀନ ଲଗ୍ନ ରହିବ ତେଣୁ ଭାରତ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନର ସମୟ ରହିବ, ଯାହାକି ଶିଳ୍ପାୟନ କଥା କୁହାଯାଇପାରିବ, ଯାହାକି ଶିଳ୍ପର ଯାହା ଅଭିବୃଦ୍ଧି ହେବ ସାରା ବିଶ୍ୱରେ ଭାରତ ପୁରା ବିଶ୍ୱ ସମ୍ରାଟ ହୋଇପାରିବ। ଏ କଥା ମଧ୍ୟ ଶନି ଚଳନରେ ଆଶା କରାଯାଏ। ଶନି ଚଳନ ପାଇଁ ଆମେ ପ୍ରାୟତଃ ଅନେକ କ୍ଷେତ୍ରରେ ଦେଖୁ ଯେ ଶନି ସେ ଲଗ୍ନକୁ ଯଦି ଶୁଭକାରକ ହୋଇଥାଏ ତାହେଲେ ଶୁଭ, କଷ୍ଟ ହୋଇଥାଏ କଷ୍ଟ, କିନ୍ତୁ ମୀନ ଲଗ୍ନକୁ ପ୍ରାୟତଃ କଷ୍ଟ ରହିବ। ହେଲେ ବି ମଧ୍ୟ ଶନି ଗୋଟେ ପାୱାରଫୁଲ୍ ପ୍ଲାନେଟ୍, ବଳୟକାରୀ ଗ୍ରହ, ତେଣୁ ପ୍ରତିଟି କ୍ଷେତ୍ରକୁ ସେ ସଂଗଠିତ କରି ପ୍ରଥମ 6 ମାସ ଭିତରେ ପ୍ରାୟତଃ ସମସ୍ୟା ସୃଷ୍ଟି କରିବ। ତତ୍ ପଶ୍ଚାତ ଏ ବର୍ଷର ଶେଷାର୍ଦ୍ଧକୁ ମୀନ ଲଗ୍ନ ପାଇଁ ବହୁତ ଭଲ ରହିବ। ଯେହେତୁ ଷ୍ଟ୍ରଗଲିଂ ଟାଇମ୍ ରହିବ ତେଣୁ ପ୍ରତି କ୍ଷେତ୍ରରେ ଆପଣ ପ୍ରୟୋଗ ବା ଆପ୍ଲିକେସନ୍ ଯେହେତୁ ରହିବ ତେଣୁ ଆମଦାନୀ କ୍ଷେତ୍ରଟି କମ୍ ରହିବ। ପୁରା ଇନଭେଷ୍ଟମେଣ୍ଟ ଟାଇମ୍ଟା, ତେଣୁ ଇନଭେଷ୍ଟମେଣ୍ଟ କରିବେ। ଇନଭେଷ୍ଟମେଣ୍ଟ ଟାଇମ୍ରେ ଆପଣ ଆମଦାନୀ ବା ଅମଳକୁ ଆଶା ରଖିବେ ନାହିଁ ଏବଂ ଶନିଙ୍କର ଯାହା ପ୍ରଭାବ ରହିବ ପ୍ରାୟତଃ ବୃହସ୍ପତି ଓ ଶନିଙ୍କର ସମନ୍ୱୟରେ କିଛି କିଛି ପରିବର୍ତ୍ତନ ରହିଥାଏ। ତେଣୁ ପ୍ରତି ରାଶି କ୍ଷେତ୍ରରେ ଯେମିତିକି ତାହା ପ୍ରଭାବ ରହୁଛି, ତେଣୁ ମୀନ ଲଗ୍ନ ପାଇଁ ଯେହେତୁ ମୀନ ରାଶି ପାଇଁ ଶନି ଚଳନ ରହୁଛି, ତେଣୁ ମୀନ ରାଶିର ବୃହସ୍ପତି ଯେମିତି ମୀନ, ମେଷ, ବୃଷ ତୃତୀୟ ବୃହସ୍ପତି ରହିଛି, ତୃତୀୟ ବୃହସ୍ପତିରେ ଯାହାକି ଅଦମ୍ୟ ଉତ୍ସାହ କଥା କୁହାଯାଉଛି। ତେଣୁ ୱିଲ୍ ଫୋର୍ସ ଏତେ ମାତ୍ରାରେ ଆପଣଙ୍କର ଡେଭଲପ୍ କରିବ ଯେ ସବୁ କାମକୁ ଆପଣ ଜଣେ ବ୍ୟକ୍ତି ହିସାବରେ କରିବା ଭଳି କ୍ଷମତା ଆପଣଙ୍କୁ ଶନି ପ୍ରାପ୍ତ କରିବେ। ତେଣୁ ବ୍ୟକ୍ତି କ୍ଷେତ୍ରରେ ଅତ୍ୟନ୍ତ ଭଲ, ଦେଶ ରାଜ୍ୟ କ୍ଷେତ୍ରରେ ଅତ୍ୟନ୍ତ କ୍ଷତି।